ଭଦ୍ରା କିଏ କାହିଁକି ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ମନା। ଭଦ୍ରା ହେଉଛି ଶନିଙ୍କ ଭଉଣୀ, ଯିଏକି ସୂର୍ଯ୍ୟ ଦେବତା ଓ ଛାୟା ଦେବୀଙ୍କର ସନ୍ତାନ। ପୌରାଣିକ ତଥ୍ୟ ଅନୁସାରେ ଭଦ୍ରାଙ୍କ ଜନ୍ମ ଦୈତ୍ୟଙ୍କ ବିନାଶ ପାଇଁ ହୋଇଥିଲା। ଭଦ୍ରାଙ୍କ ଅର୍ଥ ହିଁ ହେଉଛି ଅନ୍ୟକୁ ଭୟଭୀତ କରିବା। ତାଙ୍କର ରଙ୍ଗ କଳା, ବଡ଼ ଦାନ୍ତ, ବଡ଼ ଆଖି ଓ ଲମ୍ବା କେଶ ଥିଲା। କିନ୍ତୁ ସେ ସମସ୍ତ ଶୁଭ କାମରେ ମଧ୍ୟ ବିଘ୍ନ ସୃଷ୍ଟି କରିବାକୁ ଲାଗିଲା। ଫଳରେ ବ୍ରହ୍ମଦେବ ତାଙ୍କୁ ଏକ ନିର୍ଦ୍ଦିଷ୍ଟ କାଳ ଦେଇଥିଲେ ଆଉ କହିଲେ ସେ କେବଳ ଭଦ୍ରା କାଳରେ ହିଁ ତାଙ୍କର ପ୍ରଭାବ ପକାଇବ। ମାନ୍ୟତା ଅଛି ଯେ ରାବଣଙ୍କର ଭଉଣୀ ଏହି ଭଦ୍ରା କାଳରେ ରାକ୍ଷୀ ବାନ୍ଧିଥିଲେ। ଫଳରେ ଗୋଟିଏ ବର୍ଷ ମଧ୍ୟରେ ରାବଣଙ୍କର ମୃତ୍ୟୁ ଘଟିଥିଲା। ଏହି କାରଣରୁ ଭଦ୍ରା କାଳରେ କୌଣସି ବି ଭଉଣୀ ତା ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତି ନାହିଁ।